ସବୁଠାରୁ ମୂଲ୍ୟବାନ। ମୁଁ ସିନା ଶାରଦା ବେକରେ ମଙ୍ଗଳସୂତ୍ର ପିନ୍ଧେଇ ଦେବି, ସେ ଏହାକୁ ବେକରେ ପକେଇ ଆରାମରେ ବୁଲିବ, କିନ୍ତୁ ସାରା ଜୀବନ କୈଳାସ ପର୍ବତ ମୁଣ୍ଡେଇକି ମତେ ହିଁ ଚାଲିବାକୁ ପଡିବ। ତୁ ଏକଥା ଜାଣିଚୁଟି? ତାହେଲେ ତୁ କଣ ତାକୁ? ଯେତେବେଳେ ଆମା ମତେ ଘରୁ ବାହାର କରିଦିଏ, ଶାରଦା ମତେ ଆଶ୍ରୟ ଦିଏ। ଏପରିକି ପଇସା ପତ୍ର ଦରକାର ହେଲେ ସେ ତା ବାପା ମାଙ୍କ ଠାରୁ ଧନ ଲୁଚେଇକି ଆଣିଦିଏ। ହଁ, ଆଉ ଶୁଣୁ, କେତେବେଳେ କୌଣସି ବିପଦରେ ପଡିଲେ ସେ ମୋର ସହଯୋଗ ବି କରେ। ତା ପାଇଁ ମୁଁ କଣ ବା କରିଛି? ଜୀବନ ସାରା ତାକୁ ନେଇ ମୁଁ ଘୁରିବି। ତୁ କଣ ଏଇଆ ଭାବୁଛୁ? ରାମା, ତୁ ଟିକେ ପଛକୁ ବୁଲିକି ଦେଖେ, କିଏ ତୋ ପଛରେ ଛିଡା ହେଇଛି? ତୁ ସତେ ଯେମିତି କହୁଛୁ ଶାରଦା ମୋ ପଛରେ ଛିଡା ହେଇଛି। ଆରେ ସତରେ ବା ସେ ପଛରେ ଛିଡା ହେଇଛି, ଦେଖୁନୁ। ତୁ କେତେବେଳେ ଆସିଲୁ ଶାରଦା? ଏଇ ଶାଢୀରେ ତୁ ଆଜି ବହୁତ ସୁନ୍ଦର ଦେଖାଯାଉଛି। ସତେ ଯେମିତି ନା